मुख्यमंत्री एवं वेदांत अध्यक्ष मध्य वेदांतर विभिन्न प्रकल्पर अग्रगति संपर्क में आलोचना प्रति 15 दिन में थरे समीक्षा प्रकल्प को ठीक समय आज लोकसभा भवन में मुख्यमंत्री श्री मोहन चरण माझी ओडिशा रे वेदांतर 1 लाख कोटी अधिक टंकार नूतन प्रकल्पगुड़िकर अग्रगति संपर्क में वेदांत ग्रुप अध्यक्ष श्री अनिल अग्रवाल सहित आलोचना करछन्ते। ଏହି ପ୍ରକଳ୍ପଗୁଡ଼ିକ ଯେପରି ଠିକ୍ ସମୟରେ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ ଯେ ଓଡ଼ିଶାରେ 1 ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ କରି ବେଦାନ୍ତ ରାଜ୍ୟରେ ଏକ ବୃହତ୍ ପୁଞ୍ଜିନିବେଶକାରୀ ଭାବେ ପରିଗଣିତ ହୋଇଛି। ରାୟଗଡ଼ା ଜିଲ୍ଲାରେ 60 ଲକ୍ଷ ଟନ୍ ବିଶିଷ୍ଟ ଆଲୁମିନା ରିଫାଇନେରୀ, ଢେଙ୍କାନାଳ ଜିଲ୍ଲାରେ 30 ଲକ୍ଷ ଟନ୍ ବିଶିଷ୍ଟ ଆଲୁମିନିୟମ ସ୍ମେଲ୍ଟର ଏବଂ 6000 ମେଗାୱାଟ୍ ବିଶିଷ୍ଟ ବିଦ୍ୟୁତ୍ ପ୍ରକଳ୍ପ, ଡାଉନଷ୍ଟ୍ରିମ୍ ଆଲୁମିନିୟମ ପାର୍କ, कोयला एवं बक्साइट समन्वित शिल्प इत्यादि वेदांत पक्षर ओडिशा रे स्थापन कराଯିबार प्रस्ताव रही। यह समस्त प्रकल्प मिलित भाव राज्यर शिल्पायन प्रक्रिया को आहुरी सुदृढ़ करिब। एरोस्पेस, इलेक्ट्रिक वेहिकल एवं प्रतिरक्षा भली क्षेत्र पई अत्याधुनिक आलुमिनियम उत्पाद प्रस्तुत करने उद्देश्य रे वेदांत यार स्मेल्टर निकट में डाउनस्ट्रीम आलुमिनियम पार्क स्थापन करिब। एही प्रकल्प गुड़िक द्वारा ओडिशार विश्वर सबुठारु बड़ आलुमिनियम उत्पादन हब भाव में परिचय सृष्टि द्वारा लक्ष लक्ष निजुक्ति सुजोग सृष्टि हेब एवं हजार हजार नूतन एमएसएमई सृष्टि हो पार। ढेंकानाल रे विद्युत प्रकल्प और स्मेल्टर एवं रायगड़ा रे आलुमिना रिफाइनेरी प्रकल्प पई जमी आवंटन करा जायछि। प्रकल्प पई आवश्यक सुविधा सुजोग प्रदान मध्य ठीक भाव चली। कंपनी नूतन कोयला ब्लॉक चलित वर्ष कार्यक्षम हेबाकू लक्ष्य रखा जायछि। यह व्यतीत यार आगामी बक्साइट खनि निकट में एक प्रस्तावित रेल संयोग को मध्य रेल मंत्रालय द्वारा मंजूरी प्रदान करा जायछि। ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବେଦାନ୍ତର ଏହି ପୁଞ୍ଜିନିବେଶ ଆମ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ବେଦାନ୍ତର ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ପ୍ରତି 15 ଦିନରେ ଥରେ ସମୀକ୍ଷା କରାଯାଇ ଠିକ୍ ସମୟରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପଦକ୍ଷେପ ନିଆଯିବ। 2036 ସୁଦ୍ଧା ଓଡ଼ିଶାକୁ $500 ବିଲିୟନ ଅର୍ଥନୀତି ରେ ପରିଣତ କରିବା ପାଇଁ ଆମର ଯାତ୍ରାକୁ ଏହିସବୁ ପ୍ରକଳ୍ପଗୁଡ଼ିକ ଆହୁରି ତ୍ୱରାନ୍ୱିତ କରିବ। ଏହା ବିଶେଷ କରି କେନ୍ଦ୍ରୀୟ ଏବଂ ଦକ୍ଷିଣ ଓଡ଼ିଶାରେ ଆର୍ଥିକ କାର୍ଯ୍ୟକଳାପ ଏବଂ ଭିତ୍ତିଭୂମିର ବିକାଶକୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରକଳ୍ପର ଅଗ୍ରଗତି ଉପରେ ନିଜର ମତ ରଖି ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ କହିଥିଲେ ଯେ ଆମର ଆଗାମୀ ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଅର୍ଥନୀତି ଉପରେ ଏକ ବଡ଼ ପରିବର୍ତ୍ତନ ଆଣିବ, ଯାହା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ସହ ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ଶକ୍ତିଶାଳୀ କରିବ ଏବଂ ଏକ ଭବିଷ୍ୟତ ଉପଯୋଗୀ ଶିଳ୍ପ ହବ୍ ଗଠନ କରିବାରେ ସହାୟକ ହେବ। ସରକାରଙ୍କ ସହଯୋଗ ପାଇଁ ଶ୍ରୀ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଓଡ଼ିଶାର ପ୍ରଗତିରେ ଜଣେ ଦୃଢ଼ ସହଭାଗୀ ଭାବରେ ରହିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଏହି ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସହିତ ବେଦାନ୍ତ ଗ୍ରୁପର ଅଧିକାରୀମାନେ ଉପସ୍ଥିତ ଥିଲେ। ସମୃଦ୍ଧ ଓଡ଼ିଶାରୁ ରଜତ ମହାପାତ୍ରଙ୍କ ରିପୋର୍ଟ।